नमो भगवते वासुदेवाय। श्रीमद्भागवत नवम स्कंध सप्तम अध्याय। शुक उवाच एबे हो शुणतु नरेश मान्धाता पुत्र अम्बरीश पितामहंकु सेवा कला से फले सुपुत्र लभिला तासुत जुवनाश्व होई पालई सप्तद्युपामही हारित ताहार कुमर मान्धाता वंशे से प्रवर नागेन्द्र वाक्ये नागजुथे गंधर्व बल कुहारन्ते से नागे आसी रात्र काले पुरुकुच्छ घेनी गले सकल भातृगण थाई नर्मदा कन्या ताकू देई पाताल पुरे घेनी गले गंधर्व बले जुझाइले। हरि हरि बोल। से पुणी विष्णु तेजे बड़ी गंधर्व बल नाश करी मिली सकल नाग बले संतोष बर ताकू देले। जे प्राणी शयनर काले नर्मदा नाम तिनी बेले रात्र दिवस संध्या स्मरे सर्प भयरु से निस्तरे एबे हो पुरुकुच्छ वंशे कहिबा शुण तुहरसे सर्वसंपद गुण ग्राम तासुत त्रसदस्यु नाम से विष्णु तेजे अनर्गला जे अनरण्य जात हेला हजस्व ताहार नंदन तहु प्रारुण त्रिबंधन। हरि हरि बोल। तार तनय सत्यव्रत त्रिशंकु नामे जे विदित पितांक साप सेहु घेनी लभिला चंडालर जोनी वशिष्ठ साप महाघोर कौशिक तेजे हेला पार शरीर घेनी स्वर्गे गला उत्तर आकाशे बसिला जगते रहिला ताजस अद्यापि रात्रे होए दृश्य देवे ताहाकु कोप कले भूमि रे पड़तु बोइले तक्षणे अधोमुख होई पड़न्ते कौशिक अनाई स्तंभन कले वेद मंत्रे पुणी बसिला निज क्षेत्रे ताहार सुत हरिश्चंद्र शपथ दीपे से नरेन्द्र ताहार अर्थे अन्य अनी वशिष्ठ विश्वामित्र बेनी बहु बरस युद्ध कले पक्षींक प्राय रूप हेले से पुणी अपुत्रिक होई नारद मुनिंकु अनाई संतति अर्थे प्रश्न कला विकले त्रिशंकुर बला नारद मुनि ता प्रस्तावे कहिले आत्मा प्रिय भावे तु जाई वरुण चरणे विश्वासे पसता शरणे से तोते प्रसन्न होइले संतति लभिबु तु भले हेमंते नारद वचने मिलिले वरुण भुवने। हरि हरि बोला।
ବରୁଣ ଚରଣରେ ପଡ଼ି ରାଜନ କହେ କର ଯୋଡ଼ି। ହେ ପ୍ରଭୁ କର ଅନୁଗ୍ରହ ମୋହର ହେଉ ଯେ ତନୟ। ପୁତ୍ର ଉତ୍ପନ୍ନ ହେଲେ ମୋର ଯଜ୍ଞେ ମୁଁ ଦେବି ତାର ଶିର। ତାର ବଚନେ ତୁଷ୍ଟ ହେଲେ ବରୁଣ ତୋଷେ ବର ଦେଲେ। ବରୁଣ ବରେ ପୁତ୍ର ଜାତ ନାମ ତା ହୋଇଲା ରୋହିତ। ଦକ୍ଷିଣ ପୁତ୍ରର ଜନମ ରାଜାଙ୍କୁ କହନ୍ତି ବରୁଣ। ହେ ନୃପ ମୋର ଯଜ୍ଞ କର ଏବେ ତ ହୋଇଲା କୁମର। ବରୁଣ ବାକ୍ୟ ଶୁଣି କର୍ଣ୍ଣେ ବିଚାରେ ହରିଶ୍ଚନ୍ଦ୍ର ମନେ। ଏ ପୁତ୍ର ଅପବିତ୍ର ଶିଶୁ ଜାଗେ କି ରୂପେ ହେବ ପଶୁ। ଏହା ବିଚାରି ନରପତି ବରୁଣେ କର ବିନତି। ଶୁଣିମା ହେଉ ପାଶ ହସ୍ତ ଏ ପୁତ୍ର ମୋର ଅପବିତ୍ର। ମନୁଷ୍ୟ ପଶୁ ଭିଆଇଲେ ଯଜ୍ଞ ମୁଁ କରି ବଇଁ ଭଲେ। ନିର୍ଦନ୍ତ ପଶୁ ଅସଂସ୍କାର ଦନ୍ତ ନିର୍ଗମ ନାହିଁ ତାର। ଦନ୍ତ ନଥିଲେ ଯଜ୍ଞ କାହିଁ ଏମନ୍ତେ ଦିନା କେତେ ରହି। ତୁଣ୍ଡେ ଜନ୍ମିଲା ତାର ଦନ୍ତ ରାଜାକୁ ବୋଲେ ପାଶ ହସ୍ତ। ଦନ୍ତ ହୋଇଲା ତ କୁମର ତାମାଂସେ ମୋର ଯଜ୍ଞ କର। ବରୁଣ ମୁଖୁ ଏହା ଶୁଣି ସେ ହରିଶ୍ଚନ୍ଦ୍ର ମନେ ଗୁଣି। ଦନ୍ତ ସମ୍ପୂର୍ଣ୍ଣେ ପଶୁ ସୂଚି ବରୁଣ ତାହା ଦେଖି ଘୁଞ୍ଚି। ପୁଣି କେତେ ହେଁ ଦିନ ଗଲା ସମ୍ପୂର୍ଣ୍ଣେ ଦନ୍ତ ଉପୁଜିଲା। ଏବେ କି ବିଳମ୍ବ ତୋହର ବରୁଣ ବୋଲେ ଯଜ୍ଞ କର। ବରୁଣେ ଚାହିଁ ରାଜା କହେ ପ୍ରଥମ ଦନ୍ତ ଶୁଦ୍ଧ ନୋହେ। ଏ ଦନ୍ତ ପଡ଼ି ଯେବେ ଉଠେ ତେବେ ସେ ଯଜ୍ଞ ପଶୁ ଘଟେ। ଏମନ୍ତେ କିଛି କାଳ ଅନ୍ତେ ତୁଣ୍ଡୁ ପଡ଼ିଲେ ସର୍ବଦନ୍ତେ। ପୁଣି ଉଠିଲେ କତୁଲେ ବରୁଣ ରାଜା ଚାହିଁ ବୋଲେ। ଦନ୍ତ ହୋଇଲା ପୁନର୍ବାର ରାଜା ଏବେ ଯଜ୍ଞ କର। ତା ଶୁଣି ବୋଲେ ନୃପମଣି ଏ ନୋହେ କୁଳ ଧର୍ମବାଣୀ। କ୍ଷତ୍ରିୟ ବଂଶେ ହୋଇ ଜାତ ଯାବତ ନୁହଁ ସମର୍ଥ ତାବତ ମାଂସ ଶୁଦ୍ଧ ନୋହେ। ଏମନ୍ତ ବୋଲେ ପୁତ୍ର ସ୍ନେହେ। ବରୁଣ ତାର ବାକ୍ୟ ମାନି କିଛି ନ କହି ହେଲେ ତୁନି। ଏମନ୍ତେ କାଳ ବଞ୍ଚାଇଲା ତା ଜାଣି ପୁତ୍ର ବିଚାରିଲା। ପିତା ଯେ କରିଛନ୍ତି ସତ୍ୟ ଅବଶ୍ୟ ଯଜ୍ଞେ ହେବି ହତ। ପ୍ରାଣର ରକ୍ଷା ଚିନ୍ତା କଲା ତକ୍ଷଣେ ଗ୍ରାମ ଉପେକ୍ଷିଲା। ଧନୁ କମାଣ ଘେନି କରେ ପଶିଲା ଗହନ ବନରେ। ବନେ ବୁଲନ୍ତେ ଧର୍ମଗୁଣୀ ଶୁଣିଲା ଅନ୍ତରିକ୍ଷ ବାଣୀ। ବରୁଣ ପିତା ବନ୍ଦୀ କଲା ଯାବତ ଯଜ୍ଞ ନ ପାଇଲା। ତେଣୁ ଉଦରେ ରୋଗ ଜାତ ବରୁଣ ସାପେ ହୋଇଗ୍ରସ୍ତ। ଶୁଣି ରୋହିତ ଶୋକାକୁଳେ ଗ୍ରାମକୁ ଆସିବାର ବେଳେ। ଇନ୍ଦ୍ର ମିଳିଲା ଆସି ପଥେ ବୋଲଇ ରୋହିତ ଅଗ୍ରତେ। ଯଜ୍ଞ ନ କଲା ତୋର ତାତ କୋପେ ବରୁଣ କଲା ଗ୍ରସ୍ତ। ତୋତେ ଗ୍ରାସିବ କୋପ ବହି ଏବେ ଅରଣ୍ୟେ ଥାଅ ତୁହି। ଧର୍ମକୁ ଯେବେ ତୋର ମନ ଧରଣୀ କର ପର୍ଯ୍ୟଟନ। ଅନେକ ପୁଣ୍ୟ ତୀର୍ଥ କର ଧର୍ମେ ବିଶ୍ୱାସ ଯେବେ ତୋର। ଏମନ୍ତ ଇନ୍ଦ୍ରର ବଚନେ ରୋହିତ ତୀର୍ଥ କରେ ବନେ। ପୁଣି ଗ୍ରାମକୁ ଇଚ୍ଛା କରେ ଆସନ୍ତେ ଇନ୍ଦ୍ର ତାନିବାରେ। ଏକ ଦ୍ୱିତୀୟ ତ୍ରିଚତୁର୍ଥେ ପଞ୍ଚମ
ବର୍ଷେ ତାକୁ ପଥେ ବୃଦ୍ଧ ବ୍ରାହ୍ମଣ ରୂପ ଧରି ଗ୍ରାମ ଗମନେ ବିଘ୍ନ କରି 6 ବରଷ ବନେ ଥିଲା ଅନେକ ତୀର୍ଥ ସେ ଭ୍ରମିଲା 7 ବରଷ ନିଜ ଗ୍ରାମେ ମିଳିଲା ଯାଇ ତୀର୍ଥାଶ୍ରମେ ଶୁଣିଲା ଅଜିଗର୍ତ୍ତ ମୁନି ବିକିବା ଅର୍ଥେ ପୁତ୍ର ତିନି ତାହାଙ୍କ ପାଶେ ସେ ମିଳିଲା ମଧ୍ୟମ ପୁତ୍ରକୁ କିଣିଲା ସେ ପୁତ୍ର ସୁନଃ ସେଫ ନାମ ସକଳ ଗୁଣେ ଗୁଣଧାମ ପିତାର ଅଗ୍ରେ ନେଇଦେଲା ତା ଦେଖିବ ଋଣ ଛାଡ଼ିଲା ସେ ହରିଶ୍ଚନ୍ଦ୍ର ଆସି ପୁରେ ଯଜ୍ଞ ଆରମ୍ଭିଲେ ସମ୍ଭାରେ ପୁରୁଷ ମେଧ ଯଜ୍ଞ ମତେ ବିଷ୍ଣୁଙ୍କୁ ପୂଜି ବେଦ ପଥେ ଆଚାର୍ଯ୍ୟ ବିଶ୍ୱାମିତ୍ର କରି ଯମଦଗ୍ନିଙ୍କୁ ବ୍ରହ୍ମା କରି ବଶିଷ୍ଠ ସାମ ଗାନେ ବରି ସମିଧ ହୋତା ତାଙ୍କୁ କରି ବରୁଣ ଅର୍ଥେ ଯଜ୍ଞ କଲା ସକଳ ଦେବଙ୍କୁ ତୋଷିଲା ସନ୍ତୋଷ ହୋଇ ସୁରନାଥ ଦେଲେ ସୁବର୍ଣ୍ଣମୟ ରଥ ସୁନ ସେ ଫର କଥା ଯେତେ ପଛେ କହିବା ତୋ ଅଗ୍ରତେ ଏମନ୍ତେ ମହାଯଜ୍ଞ ଅନ୍ତେ ଦକ୍ଷିଣା ଦେଲା ବିଧି ମତେ ବିଶ୍ୱାମିତ୍ରଙ୍କୁ ଭୂମି ଦେଲା ସୁବର୍ଣ୍ଣ ରଥେ ବିଜେ କଲା ରାଜାର ସତ୍ୟ ବ୍ରତ ଚାହିଁ ସନ୍ତୋଷ ବିଶ୍ୱାମିତ୍ର ହୋଇ ହରି ହରି ବୋଲ ନିଶ୍ଚଳ ଗତି ଶୂନ୍ୟ ପଥେ ନିଜ ଜନଙ୍କୁ ଘେନି ସାଥେ ଯେ ସ୍ଥାନେ ମନ ତାର ଧରେ ଇଚ୍ଛାଏ ଭ୍ରମଇ ଅମ୍ବରେ ତାର ଭକତି ଭାବ ଘେନି ସନ୍ତୋଷେ ବିଶ୍ୱାମିତ୍ର ମୁନି ପରମ ଜ୍ଞାନ ତାକୁ ଦେଲେ ଆକାଶେ ଥାଅ ତୁ ବୋଇଲେ ଆକାଶେ ଥାଅ ଦେବ ପ୍ରାଏ ଅନ୍ତେ ପଶିବୁ ବିଷ୍ଣୁ ଦେହେ ଭାଷା ପ୍ରବନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ ବୋଲଇ ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଭାବେ ବୋଲଇ ଦାସ ଜଗନ୍ନାଥ ଭାବେ ନବମ ସ୍କନ୍ଧେ ଭାଗବତ ହରି ହରି ବୋଲ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ହରିଶ୍ଚନ୍ଦ୍ର ଯଜ୍ଞ ପ୍ରକରଣେ ନାମ 7ମ ଅଧ୍ୟାୟ।